गुड मॉर्निंग मो यूट्यूब चैनल रे आपण मानक प्रथम स्वागत करुच्ची। आज सकाळू प्रथम मो वीडियो स्टार्ट कर देछि। आसन देखिबा सकाळू सकाळू आम घरे सब किए कौन कर प्रथम ये जाइछंती मॉर्निंग वॉक जाइथिले। आज आज शुक्रवार कौन माछ फाछ आनिबे कि कौन आसन देखिबा से आसिले मु आपन संगे कथा होई आनिलो कौन आज चुना माछ मोराई माछ आनिछि आटे लेट हो करिया लेट हेले भल ना लेट हेले चुना माछ जो देह को उपकार से कौन तुम जानिछ। गोलाप गछरे जेमति कंटा अधिका तार तात्पर्य अधिका सेमति ये माछ खाइले तार कोन देह को उपकार सेटा तुमे जानि जाइबो। अटे मु मिसिकरी करिवा। हां मिसिकरी मु करबी तुमे काम कर मु चा पी दे। हो हो आस हम संग ही करिया। ये गरम पानी स्वीटी गेडुआ ये गरम पानी रखी पी दे चाह देखे कौन है चाहटा बसई देची देखी दे चाहटा पीब से पचारे पीब आंबला ना कौन एमती मुटा कर चाटा मोर हो गला ए चा हो गला नि तुम कहूल तरकारी कर बोलिकी मु भाजुची नहीं बाछी सारे भाजी भाजी भी जाऊँ आस शीघ्र ये मोर भी टे चा छान दे पीवाई कड़े बसी देती माछ भी बछा सरलानी आगे फास्ट भाजी भी तरकारी हम आज किलो के चुना माछर ब्रिज नहीं चुना माछर रेट रोचे ना चुना माछ 200 टका सब रोचे 200 मसला बर्तमान मछटा भाजी देती सोरिष मसला कसु टे तरकारी किसी चुना माछ भी रखी एमती भाजी भी खाली पखाड़े खाइबे छुआ मैंने कहते चकाटा होगा बहुत तरबर होती ना ऑफिस जी 10टा भितर नंड फंड होती करदे खाईदे पलैबे टिफिन भी ने जाऊँगी रुटी करी आपन भजा भजी कले टिफिन टा भी ने पकईदेवी आलू जाऊँ पकईदेवी हाँ 4टा ने मत तरकारीटा कहले देखिए से माछ सब खाऊ ठिया मन करदेलु आसिक रुटी करदे ना घेड़ उठाटे मुझे तरकारी करी जाक बाहर ना डेरी होगलानी ये रुटीटा एपटे करदे मुझे तरकारी करदे लेट हो 9टा आसिक डाके से करदे देखिए गोटे टेस्ट कर तरकारी भी हो गलानी माछ तरकारी हो गलानी माछटा पकेबी गोल गोल कर बेली बुझे गोल हम हाँ गोल हबर नहीं कर गोल करूँ से तोर चल रुटी करिया ना एटा गोल रुटी आसे कौन गोल रुटी करुच छाड़ मु करुचे उठ
ଆଚ୍ଛା ଆପଣ ଏଠି ତାହେଲେ ଗୋଲ ରୁଟି କରୁଛନ୍ତି ନା? ହଁ ଗୋଲ ରୁଟି କରୁଛି, ତଳେ କରିଥିଲି ଭଲ ହେଇଥାନ୍ତା, ଏଇଟା ଆଉ ଉପରେ କରୁଛି। ହଉ ମୋ ରୁଟି ଭଲ ହେଲାନି, ତମ ରୁଟି ଭଲ ହେଲା ଆଉ। ମତେ ବି ତଳେ ଦେଇଥିଲେ ମୁଁ ଗୋଲ କରିଦେଇଥାନ୍ତି। ତଳେ କଲେ ୟା ଉପରେ ହିଁ କରିଛି। ଏଇ ଏଠି 4ଟା ରୁଟି ଦେଇଥିଲି, ତାକୁ 2 ଜଣ ବେଲିଲେ, ତା ଦେହରେ କେତେ କଜିଆ ହେଇଗଲା 2 ଜଣଙ୍କ ଭିତରେ। ତା ଦେହରେ ରୁଟି କାର ଗୋଲ ହେଲା, କାର ବଙ୍କା ହେଲା, କଜିଆ ହେଇକିରି ଫାଇନାଲି ଏଠି 4ଟା ରୁଟି ମାନେ ହେଲା। ଅଧଘଣ୍ଟା ଭିତରେ 4ଟା ରୁଟି ବେଲା ହେଇଛି 2 ଜଣଙ୍କର। ଆଉ 2 ଭଉଣୀ ବେଲିଲେ 4ଟା ରୁଟି, ଗଲେଣି ପଳେଇଲେଣି ଖେମଟା ଖେମଟି ହେଇକିରି 2 ଜଣ ଯାକ। ତାଙ୍କର ବ୍ୟାଗଟା ମୁଁ ସଜାଡ଼ି ଦେଲି, ଟିଫିନ୍ ବକ୍ସ, ପାଣି ବୋତଲ ସଜାଡ଼ି ସାରିଲେଣି। ଫୋନଟା ନେଇଥିଲୁ, କୁଆଡେ ଗଲେ? ରେଡି ହେଲେ ନା ନାଇଁ? ରେଡି କରିଦେଇଛି, ରେଡି କରିସାରିଲି, ସରିଲା ତାଙ୍କର। ପ୍ରାୟ ସରିଗଲା ସବୁ କାମ ମାନେ ଇଏ ତ ପଳେଇଲେ, ଅଫିସ ବାହାରିଗଲେ ଏବେ। ତାପରେ ସେ ବଡ ଝିଅ ବୋଧେ କ୍ଲାସ ବାହାରିଲାଣି, ଦେଖେ ସେ କୁଆଡେ ଗଲା। ସୁଇଟି ଯିବୁ କ୍ଲାସ ଯିବୁ? ଖାଇବୁ କଣ? ଅଛି ରୁଟି ଅଛି, ଖାଇଦେବୁ। ରୁଟି ଆଉ ରସମଲେଇ ଖାଇଦେଇ ଯିବୁ। ଆସିବୁ କେତେବେଳକୁ? ଏଇଟା କଣ ପକେଇଛୁ? ଏଇଟା ସଫା କରିବାକୁ ପକେଇଛୁ ନା କଣ? ଓହୋ, ହଉ ତୁ ଯା, ଆସିଲେ ଖାଇବୁ ଆଉ। ଯାଉଛୁ? ଗେଟ୍ ଖୋଲା ଅଛି, ଦେଖିଲୁ? ଫାଇନାଲି ସେ ତାର କ୍ଲାସ ପଳେଇଗଲା। ସେଇ ଯିବ ଏଇଠିକି ଆମର SCB ମେଡିକାଲ, ସେଇଠି ତାର କ୍ଲାସ ଅଛି। ଦେଖିବା ସିଏ କଣ କରୁଛି କେଡ଼ୁ। ଆମେ ଯେ ସଫାସଫି ସବୁ କରିବି, ସିଏ କଣ କରୁଛି ଦେଖେ। ଭାଜି ଦେବୁ ଆଗ ହେଲା, ଆକୁ ପକେଇବୁ କଡ଼େଇରେ। ପକେଇ ଦଉଛି, ହଁ ପକା। ପକେଇ ସାରିଲା ପରେ ଭାଜିବୁ। ମୁଁ ଯାଉଛି ସଫାସଫି କରିବି ସେପଟରେ ହେଲା। ଭାଜିବି, ସେ ଆସିଲେ କ୍ଲାସକୁ ଆସିଲେ ସାଙ୍ଗ ହେଇକି ଖାଇବ 2 ଜଣ ଯାକ। ଏତିକି ଅଛି, ଆଜି ଯାଉଛି ଏତିକି ସଫା କରିବି। ବଡ଼ ଝିଅ ବୋଧେ କ୍ଲାସରୁ ଆସିଗଲାଣି, ଆସିକି 2 ଜଣ ଯାକ ଖାଇବା ପାଇଁକା ବି ବସିଗଲେଣି। ଆଳୁ ଟମାଟୋ ଭର୍ତ୍ତା ଖାଇଲେଣି। ମୁଁ ବି ଯାଉଛି ତାଙ୍କ ପରେ ଖାଇଦେବି। ସମୟ ଆସି 12ଟା, 12:30 ହେଇଗଲାଣି। ଏଗୁଡ଼ା ସବୁ ସଫା କରିଦିଏ ରୋଷେଇ ଘରଟା, ତାପରେ ମୁଁ ଯାଇକି ଖାଇଦେବି। ବାହାରେ ଆଜି ପୁରା ଜୋରସୋର ଖରା। ଆଜି ପୁରା ମୁଁ ଯାଇଥିଲି ନା କଲେଜ ଛକ ଟିକେ ପଳେଇଥିଲି, ଆମର ଆକ୍ସିସ୍ ବ୍ୟାଙ୍କ ଯାଇଥିଲି। ଏବେ ଆସି ପହଞ୍ଚିଲି। ଏଇ ସବୁ ବାଲକୁନି ସବୁ ଲୁଗାପଟା ସବୁ ପଡ଼ିଛି, ତାକୁ ତୋଳିକି ରଖିଦେଲି। ରଖିଲା ପରେ ଯାଉଛି ଖାଇବି। ସମୟ ବର୍ତ୍ତମାନ 2ଟା ବାଜିଗଲାଣି। ପିଲାମାନେ ତାଙ୍କର ଖାଇକିରି ଶୋଇଯାଇଛନ୍ତି। ମୁଁ ଏଠି ସବୁ ବଢ଼ା ବଢ଼ି କରିଦେଇଛି। ଖାଇବି, ଖାଇସାରିଲା ପରେ ତାପରେ ଆପଣମାନଙ୍କ ସାଙ୍ଗରେ କଥା ହେଉଛି। ଖରାବେଳେ ଖାଇସାରିକି ଶୋଇପଡ଼ିଥିଲି, ଆଉ କିଛି ଆପଣମାନଙ୍କ ସାଙ୍ଗରେ କଥା ହେଇନି। ତାପରେ ଉଠିଲି, 4ଟା ବେଳକୁ ଉଠିଲି, ବାସନ ଫାସନ ଥିଲା ମଜାମଜି କରିସାରିଲା ପରେ ତାପରେ ପଳେଇ ଆସିଲି ସନ୍ଧ୍ୟା ଦେବାକୁ। ସନ୍ଧ୍ୟା ବି ଦେଇଦେଲି। ସନ୍ଧ୍ୟା ଦେଇସାରିଲା ପରେ ଟିକେ ପ୍ରାର୍ଥନା କଲି। ପ୍ରାର୍ଥନା କରିକିରି ସେପଟେ 2 ଜଣ ଯାକ ବସିକି ମ୍ୟାଗି କରିକିରି ଖାଇଲେଣି। ଆଜି এই ଭିଡ଼ିଓଟି ମୁଁ ଏଇଠି ଶେଷ କରୁଛି। ଆଶା କରୁଛି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ତାହେଲେ ଯଦି ଭଲ ଲାଗିଥିବ ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ଏଇଠି ଆଜି ଭିଡ଼ିଓଟିକୁ ଶେଷ କରୁଛି। ରହିଲି, ଜୟ ଜଗନ୍ନାଥ।